ଆଜ୍ଞା କଣ କହିବେ ଆଜି ଯେ ଆମର ପୂର୍ବତନ ମନ୍ତ୍ରୀ ଇଞ୍ଜିନିୟର ଚିତ୍ତରଞ୍ଜନ ବେଳାଇ ହଜାର ହଜାର ସମର୍ଥକଙ୍କ ସହ ଏକ ବିରାଟ ଶୋଭାଯାତ୍ରା କରି ନାମାଙ୍କନ ପତ୍ର ଦାଖଲ କରିଛନ୍ତି କଣ କହିବେ? ମୁଁ ତ ଶୁଣୁଛି ସବୁ, ମୁଁ ତ ଦେଖି ନାହିଁ, ମୁଁ ଶୁଣୁଛି। ସୁକିନ୍ଦାର ଅଗଣିତ ଜନତା ଆଜି ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ଯେଉଁ ଶୋଭାଯାତ୍ରା ହେଇଥିଲା, ବହୁ ସଂଖ୍ୟାରେ ବିପୁଳ ସଂଖ୍ୟାରେ ଯାଇଛନ୍ତି, ଆଶୀର୍ବାଦ ଦେଇଛନ୍ତି ବିଜୟର ଟିକା ପିନ୍ଧିବା ପାଇଁ। ଏକ ସୂଚନା ଯେ ବିଜୁ ଜନତା ଦଳ ପଛରେ, ପ୍ରୀତିରଞ୍ଜନଙ୍କ ପଛରେ ସୁକିନ୍ଦାବାସୀଙ୍କର ଅତୁଟ ସମର୍ଥନ, ବିପୁଳ ସମର୍ଥନ ରହିଛି। ଆହୁରି ମଧ୍ୟ ଶୁଣିଲି ମୁଁ ତାଙ୍କର ଶୋଭାଯାତ୍ରା ଗଲାବେଳେ ବା ବିଧାୟକ ପ୍ରାର୍ଥୀ ଗଲାବେଳେ ମଧ୍ୟ ଅନ୍ୟ ଦଳ ତରଫରୁ ବା ଅନ୍ୟ କେତେ ବ୍ୟକ୍ତି ଅସମ୍ମାନିତ କରିବା ପାଇଁ ଚେଷ୍ଟା କରିଛନ୍ତି, ଅପମାନ ଦେବା ପାଇଁ ଚେଷ୍ଟା କରିଛନ୍ତି। ଯଦି ଏକଥା ସତ୍ୟ ହୋଇଥାଏ, ଦୁର୍ଭାଗ୍ୟଜନକ, ଦୁଃଖଦାୟକ, ଅଗଣତାନ୍ତ୍ରିକ, ଅସମ୍ବିଧାନିକ ନିର୍ବାଚନରେ ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ପରିଚାଳନା ହେବ, ନିର୍ବାଚନ ଲଢ଼େଇ ହେବ। ଉଭୟ ଦଳର ନେତା କର୍ମୀମାନେ ଚେଷ୍ଟା କରିବା ଦରକାର। ନେତାମାନେ ତା କର୍ମୀମାନଙ୍କୁ ସମସ୍ତେ ସଂଯୋଗ କରିବା ଦରକାର, ତାହେଲେ ଯାଇକି ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ଲଢ଼େଇ ହେବ। ମୁଁ ଯେତିକି ଜାଣିଛି ବିଜୁ ଜନତା ଦଳ ବା ବିଜେଡିର ପ୍ରାର୍ଥୀ ସେମାନେ ଚାହାନ୍ତି ଶାନ୍ତି, ମୈତ୍ରୀ, ପ୍ରଗତି। ଶାନ୍ତି, ସୁକିନ୍ଦା ଶାନ୍ତ ରହୁ, ସୁକିନ୍ଦା ଅଶାନ୍ତ ନ ହୋଇଯାଉ, ସୁକିନ୍ଦାରେ ଭାଇଚାରା ରହୁ, ସୁକିନ୍ଦାରେ ତିକ୍ତତା ସୃଷ୍ଟି ନ ହଉ। ବିଜୁ ଜନତା ଦଳ ସବୁବେଳେ ଚାହେଁ ଏବଂ ଚାହିଁବ ସବୁଦିନ ଶାନ୍ତି ପ୍ରତିଷ୍ଠା, ବିକାଶ ପ୍ରତିଷ୍ଠା। ଇଏ ହେଉଛି ବିଜୁ ଜନତା ଦଳର ନିର୍ବାଚନ ଲଢ଼େଇର ଏଜେଣ୍ଡା। ଶାନ୍ତି, ଭାଇଚାରା ଏକ ପକ୍ଷରେ, ଅନ୍ୟ ପାଖରେ ସୁକିନ୍ଦାକୁ ଆହୁରି ବିକଶିତ କରିବାକୁ ହେବ। ଏହି ସଂକଳ୍ପ ନେଇ ବିଜୁ ଜନତା ଦଳ ନିର୍ବାଚନ ଲଢ଼େଇଛି, ନିର୍ବାଚନ ଲଢ଼ୁଛି ଜିତିବା ପାଇଁ, ନିର୍ବାଚନ ଲଢ଼ୁଛି ସୁକିନ୍ଦାର ବିକାଶ ପାଇଁ। ଶୁଣନ୍ତୁ, ସୁକିନ୍ଦାବାସୀ ଆଜି ସ୍ୱଚ୍ଛଳ, ଆଜି ସ୍ୱାଭିମାନୀ, ଆଜି ସଚେତନ, ଆଜି ଶିକ୍ଷିତ। 20 ବର୍ଷ ତଳର ସୁକିନ୍ଦା ଆଜି ନାହିଁ, ଅନେକ ପରିବର୍ତ୍ତନ। ସୁକିନ୍ଦାବାସୀ ମର୍ମେ ମର୍ମେ ଅନୁଭବ କରୁଛନ୍ତି 90 ମସିହା ପୂର୍ବରୁ କଂଗ୍ରେସ ଶାସନ ଥିଲା। 90 ମସିହା ପୂର୍ବରୁ ସୁକିନ୍ଦା କେତେ ଅବହେଳିତ ଥିଲା, କେତେ ଅନୁନ୍ନତ ଥିଲା, ସୁକିନ୍ଦାବାସୀ ଏକଥା ମର୍ମେ ମର୍ମେ ଅନୁଭବ କରୁଛନ୍ତି। ତାପରେ ଯେବେଠୁ ଆମକୁ ସେବା କରିବା ଦାୟିତ୍ୱ ସୁକିନ୍ଦାବାସୀ ଦେଇଛନ୍ତି, ସମସ୍ତେ ଦେଖୁଛନ୍ତି ଗମନାଗମନର ବିକାଶ, ସ୍ୱାସ୍ଥ୍ୟର ବିକାଶ, ଶିକ୍ଷାର ବିକାଶ, ଜଳସେଚନ, ରେଙ୍ଗାଲି କେନାଲ, ସବୁ ଗାଁରେ କମ୍ୟୁନିଟି ସେଣ୍ଟର, କୋଠଘର, ସ୍କୁଲ ନିର୍ମାଣ, ରୂପାନ୍ତରୀକରଣ, ହାଇସ୍କୁଲ, କଲେଜ ଏପରି ସବୁ ହେଇଛି। ତାପରେ ବହୁ ଯୋଜନା ଗରିବ ଲୋକଙ୍କ ପାଇଁ, ମା ମାନଙ୍କ ପାଇଁ ମମତା ଯୋଜନା, ମାଗଣା ଚିକିତ୍ସା କରିବା ପାଇଁ ଯେଉଁ BSPI କାର୍ଡ ହେଇଛି, ଭତ୍ତା, ଗରିବ ଲୋକ ଯେଉଁମାନେ ଭତ୍ତା ପାଇନାହାନ୍ତି ନୂଆ ଭତ୍ତା ଦିଆଯାଉଛି। ଭତ୍ତା 500 ପାଉଥିଲେ ସେ 1000 କରାହେଇଛି, 700, 1200, 500 ଲେଖା ଟଙ୍କା ଭତ୍ତା ବଢ଼ାଯାଇଛି। ବୁଢ଼ାବୁଢ଼ୀ ବହୁତ ଖୁସି ଅଛନ୍ତି। ଏଇଥିପାଇଁ ସାରା ଓଡ଼ିଶାରେ ଯେତେବେଳେ ନିର୍ବାଚନ ଆସିଛି, ନବୀନ ପଟ୍ଟନାୟକକୁ, ବିଜୁ ଜନତା ଦଳକୁ ସମର୍ଥନ, ଆଶୀର୍ବାଦ ଦଉଛନ୍ତି। ସୁକିନ୍ଦାରେ ଯେ ସୁକିନ୍ଦାବାସୀ ଅନୁଭବ କରୁଛନ୍ତି, ଯେବେଠୁ ଦାୟିତ୍ୱ ଦେଲେଣି ଜନତା ଦଳକୁ, ବିଜୁ ଜନତା ଦଳକୁ, ଅନେକ ବିକାଶ, ଅନେକ ଉନ୍ନତି, ଅନେକ ପରିବର୍ତ୍ତନ ହେଇଛି। ଭଲ ପାଇବା ପାଇଛନ୍ତି, ସମ୍ମାନ ପାଇଛନ୍ତି। ତେଣୁ ସେଥିପାଇଁ ସେ ବିଚାରରେ, ସେ ପୃଷ୍ଠଭୂମିରେ ଆହୁରି ବିକାଶ ପାଇଁ, ଆହୁରି ସମ୍ମାନ ପାଇଁ, ସୁକିନ୍ଦାର ସ୍ୱାଭିମାନ ପାଇଁ ସଚେତନ ଜନତା, ଶିକ୍ଷିତ ଜନତା, ଯିଏ ସୁକିନ୍ଦାର ସମ୍ମାନ ରଖିପାରିବ, ଯିଏ ସୁକିନ୍ଦାର ସ୍ୱାଭିମାନ ରକ୍ଷା କରିପାରିବ, ସୁକିନ୍ଦାକୁ ଆହୁରି ବିକଶିତ ଯିଏ କରିପାରିବ, ସୁକିନ୍ଦାବାସୀ ବୁଝିଛନ୍ତି ଏବଂ ତାଙ୍କୁ 7 ଥର ଦେଇଛନ୍ତି, ଆହୁରି ବି କେତେ ଥର ଦେବେ ସୀମା ନାହିଁ। ଏଥର ଏଇ ନିର୍ବାଚନ ମଧ୍ୟ ଆଶୀର୍ବାଦ ଦେବେ, ଭଲ କି ଆଶୀର୍ବାଦ ଦେବେ। ତ ପ୍ରୀତିରଞ୍ଜନ ବିପୁଳ ବ୍ୟବଧାନ ଜିତିବେ। ମୁଁ ସବୁ ବୁଲିକି ଲୋକଙ୍କ ସହ ଯୋଗାଯୋଗ ଦେଖୁଛି, ବିପୁଳ ବ୍ୟବଧାନ। ଲୋକ ବିଚାରରେ ଭୁଲ କରିବେନି। ଲୋକ ଚାହାନ୍ତି ଶାନ୍ତ ସୁକିନ୍ଦା, ଲୋକ ଚାହାନ୍ତି ବିକଶିତ ସୁକିନ୍ଦା।
ଲୋକ ଚାହାନ୍ତି ପ୍ରଗତି ରଥ ଆହୁରି ଆଗେଇ ଚାଲୁ।